जय माँ काली। तो आज आम जाना जाऊे शक्तिपीठ कौन और तंत्रपीठ कौन। तो आम सहित जोड़ी होती पंडित सुशांत कुमार पंडा। तो तांकटू जानिबा परिचय केमती कौन रही। न मन्त्रं न जन्त्रं तदपि च न जाने स्तुतिमहं न चावेनं ध्यानं तदपि च न जाने स्तुतिकथा न जाने मुद्रानं तदपि च न जाने विलपनं परं जाने मातं तदनुशरणं मम प्रियशरणम्। ଆପଣ ଯେଉଁ ବିଷୟଟି ପଚାରିଲେ ତନ୍ତ୍ରପୀଠ ଏବଂ ଶକ୍ତିପୀଠ, ବହୁତ ଗୋଟେ ଗହନ ବିଷୟ। ସମସ୍ତେ ଭାବନ୍ତି ଯେ ଏହି ତନ୍ତ୍ରପୀଠ ଏବଂ ଶକ୍ତିପୀଠ ଦୁଇଟା ଯାକ ଗୋଟେ। ହଁ, ଶକ୍ତିରେ ପୀଠ ଏବଂ ତନ୍ତ୍ରପୀଠ ମଧ୍ୟରେ ଅନେକ କିଛି ଫରକ ଅଛି। ସେ ମାଙ୍କୁ ହିଁ ପୂଜା କରାଯାଏ, ସେ ଦଶମା ବିଦ୍ୟାଙ୍କୁ ପୂଜା କରାଯାଏ, ସେ ସତୀଙ୍କରଙ୍କୁ ହିଁ ପୂଜା କରାଯାଏ। ଭିନ୍ନ ମୁଁ ଏଥିପାଇଁ କହୁଛି, ଶକ୍ତିପୀଠ ହେଉଛି ମା ସତୀଙ୍କର ଯେଉଁ ସ୍ଥାନରେ ନିଜର ଅଙ୍ଗ ପ୍ରତ୍ୟଙ୍ଗ ମାନ ପଡ଼ିଥିଲା, ନିଜର ଆଭୂଷଣ ମାନ ପଡ଼ିଥିଲା, ସେଟାକୁ ଆମେ ଶକ୍ତିପୀଠ କହୁ। ତନ୍ତ୍ରପୀଠ ସିଦ୍ଧପୁରୁଷ ମାନେ, ତାନ୍ତ୍ରିକ ମାନେ, ଜ୍ଞାନୀ ଋଷିମୁନି ଋଷିମାନେ ଯେଉଁଠି ବସି ନିଜର ତପସ୍ୟା ସାଧନା ବଳରେ ଏକ ଅନୁଷ୍ଠାନକୁ ନୂତନ ପ୍ରକାର ଶକ୍ତିର ପରିକ୍ରଷ୍ଟାରେ ପରିପୂର୍ଣ୍ଣ କରିଥାନ୍ତି, ତାହାକୁ ତନ୍ତ୍ରପୀଠ କୁହାଯାଏ। ଏ ଶବ୍ଦଟି ଗୋଟେ ହେଲେ ମଧ୍ୟ ଏ ଭିତରେ ବହୁତ କିଛି ଆକାଶ ପାତାଳର ଫରକ ଅଛି। ଶକ୍ତିପୀଠ ଓ ତନ୍ତ୍ରପୀଠ ମଧ୍ୟରେ ପାର୍ଥକ୍ୟ କଣ ରହିଛି? ଶକ୍ତିପୀଠ ଦକ୍ଷ ପ୍ରଜାପତିଙ୍କର ଯଜ୍ଞ ସଭାରେ ମା ସତୀଙ୍କର ଅପମାନ ହେଲା ପରେ ମା କଣ କରିଥିଲେ? ଯଜ୍ଞରେ ନିଜକୁ ଆହୁତି କରିଦେଇଥିଲେ। ସେ ସମୟରେ ଭଗବାନ ଶିବ ନିଜ ପତ୍ନୀ ସତୀଙ୍କର ଶରୀରକୁ ନିଜ ସ୍କନ୍ଧରେ ପକାଇ ସାରା ଭାରତ ଭ୍ରମଣ କରିଥିଲେ, ସାରା ପୃଥିବୀ ଭ୍ରମଣ କରିଥିଲେ। ସେ ସମୟରେ ସଂସାର ଚଳିବା ବହୁତ କଷ୍ଟକର ହେଇଗଲା। ଭଗବାନ ବିଷ୍ଣୁ ଦେଖିଲେ ସଂସାର ଚଳିବାଟା ଆଜିର ବହୁତ କଷ୍ଟକର। ନିଜର ସୁଦର୍ଶନ ଚକ୍ର ସାହାଯ୍ୟରେ ଭଗବତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଥିଲେ। ଯେଉଁ ସବୁ ସ୍ଥାନ ମାନଙ୍କରେ ଭଗବତୀଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଏବଂ ଆଭୂଷଣ ପଡ଼ିଥିଲା, ସେଠାରେ ଗୋଟେ ଗୋଟେ ଶକ୍ତିପୀଠ ଗଢ଼ି ଉଠିଲା। କାମାକ୍ଷା ଯେମିତି ଆପଣ ନେଇପାରିବେ, ବହୁତ ବଡ଼ ଶକ୍ତିପୀଠ ରୂପେ ଆମେ ବିବେଚନା କରୁ। ତନ୍ତ୍ରପୀଠ ବାମାକେଫା ମା ତାରାଙ୍କର ସେବକ ଅଟନ୍ତି। ଆମେ ସମସ୍ତେ ଜାଣିଛେ ତାରା ପୀଠ ହେଉଛି ଗୋଟେ ତନ୍ତ୍ରପୀଠ, କିନ୍ତୁ ଶକ୍ତିପୀଠ ଭିତରେ ଏହା ଯାଏନି। ଶକ୍ତିପୀଠର ବିଶେଷତ୍ୱ କଣ ରହିଛି? ଶକ୍ତିପୀଠର ବିଶେଷତ୍ୱ ହେଉଛି ଏହା, ଯେହେତୁ ମାଙ୍କର ସେଠାରେ ନିଜସ୍ୱ ଊର୍ଜା ବିଦ୍ୟମାନ, ସେଠାରେ ସାଧକକୁ ଅଧିକ କିଛି ମନ୍ତ୍ର ବା ଯନ୍ତ୍ରର ଆବଶ୍ୟକତା ନଥାଏ। ଯେଉଁମାନେ ସାଧନା କରନ୍ତି ସେମାନେ ସିନା ମାଙ୍କୁ ସାଧିକି ପାଆନ୍ତି ବା ସାଧନା ମାର୍ଗରେ ପାଆନ୍ତି, କିନ୍ତୁ ଯେଉଁମାନେ ସାଧନା ମାର୍ଗରେ ନଥାନ୍ତି ସେମାନେ ନିଜକୁ ଶକ୍ତିପୀଠରେ ସମର୍ପଣ କରିବା ଦ୍ୱାରା ଭଗବତୀଙ୍କର ବହୁତ କିଛି ଆଶୀର୍ବାଦ ଲାଭ ହୋଇଥାଏ। ଏବଂ ଆମେ ନିଜେ ବି ଉପଭୋକ୍ତ ଜାଣିଛେ। ଶକ୍ତିପୀଠ ଗୋଟେ ଅଲଗା ପ୍ରକାର, ଯାହାର କି ବର୍ଣ୍ଣନା ବହୁତ କଷ୍ଟ ମୂର୍ଖ ପାଇଁ। ତନ୍ତ୍ରପୀଠର ବିଶେଷତ୍ୱ କଣ ରହିଛି? ତନ୍ତ୍ରପୀଠ ବର୍ତ୍ତମାନ ଆମେ ଜାଣିଥିଲେ ଶକ୍ତିପୀଠ। ତନ୍ତ୍ରପୀଠ ହେଉଛି ସାଧକ ନିଜର ସାଧନା ମନ୍ତ୍ର ଯନ୍ତ୍ର ଏବଂ ତନ୍ତ୍ର ବଳରେ ଗୋଟିଏ ଅନୁଷ୍ଠାନକୁ ସେ ନିଜର ଭକ୍ତି ମାର୍ଗର ଏବଂ ନିଜକୁ ନିଜେ ସାଧିତ କରି ଯେଉଁ ଅଲୌକିକ ଶକ୍ତି ବା ଦୈବୀ ଶକ୍ତି ପାଇଥାନ୍ତି, ତାହାକୁ ଆମେ ତନ୍ତ୍ରପୀଠ କହୁ। ଯେଉଁ ତନ୍ତ୍ରପୀଠରେ ପଞ୍ଚମକାର ପୂଜା କରାଯାଏ। ଆପଣ ଜାଣିଥିବେ ଭାରତବର୍ଷରେ ଅନେକ ଗୁଡ଼ିଏ ତନ୍ତ୍ରପୀଠ ଅଛି। ଆମେ ବିରଜାକୁ ମଧ୍ୟ ତନ୍ତ୍ରପୀଠ ରୂପେ ବିବେଚନା କରୁ। ତାରାତାରିଣୀ ମଧ୍ୟ ଆମର ଏକ ତନ୍ତ୍ରପୀଠ ଏବଂ ଶକ୍ତିପୀଠ, ଉଭୟ ତନ୍ତ୍ର ଏବଂ ଶକ୍ତିପୀଠର ମିଶ୍ରଣ। ତନ୍ତ୍ର ମୁଖ୍ୟତଃ ନିର୍ଭର କରିଥାଏ ତାନ୍ତ୍ରିକର ଅନ୍ତର୍ନିହିତ ଶକ୍ତି ଉପରେ। ସେ ଭଗବତୀଙ୍କୁ କେଉଁ ରୂପରେ ଆରାଧନା କରନ୍ତି? ସାଧକର ଶକ୍ତି ଏବଂ ଭଗବତୀଙ୍କର ଆଶୀର୍ବାଦ ଦ୍ୱାରା
ଗୋଟେ ସ୍ଥାନରେ ଆମେ ତନ୍ତ୍ରପୀଠ କରିପାରିବା। ଭଗବତୀଙ୍କର ଆଶୀର୍ବାଦ ଏବଂ ତାନ୍ତ୍ରିକର ଶକ୍ତି ବିନା କୌଣସି ସ୍ଥାନ ମଧ୍ୟ କେବେ ତନ୍ତ୍ରପୀଠର ସମ୍ମାନ ପାଇପାରିବ ନାହିଁ। ଶକ୍ତି ସାଧନା ଓ ତନ୍ତ୍ର ସାଧନା କ'ଣ ଏକ କି? ବହୁତ ଭଲ ପ୍ରଶ୍ନଟିଏ। ଶକ୍ତି ସାଧନା ଏବଂ ତନ୍ତ୍ର ସାଧନା ଏକ ମୁଦ୍ରାର ଦୁଇ ଗୋଟି ପାର୍ଶ୍ୱ ପରି। ଉଭୟ ଶବ୍ଦ ଏକ, କିନ୍ତୁ ଏହାର ମାର୍ଗ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଅଟେ। ଶକ୍ତି ସାଧନା ପାଇଁ ଆମକୁ କୌଣସି ପ୍ରକାର ଗୁରୁଙ୍କର ଆବଶ୍ୟକତା ନଥାଏ। ଜଣେ ଭକ୍ତ ନିଜ ମାଙ୍କୁ ଯେମିତି ଡାକିପାରିବେ, କିଛି ଅସୁବିଧା ନୁହଁ। କିନ୍ତୁ ତନ୍ତ୍ର ସାଧନା ପାଇଁ ମୁଖ୍ୟତଃ ଗୁରୁଙ୍କର ଆଶୀର୍ବାଦ, ଗୁରୁଙ୍କର ବାକ୍ୟ, ଗୁରୁଙ୍କର ଶରଣାଗତ ଆମକୁ ହେବାକୁ ପଡ଼ିଥାଏ। ଶକ୍ତି ସାଧନା ସରଳ ମାର୍ଗ ନା ତନ୍ତ୍ର ସରଳ ମାର୍ଗ? ସାଧନା ସରଳ ମାର୍ଗ। ସରଳ ବୋଲି ଶବ୍ଦଟି ଭଗବତୀଙ୍କ ପାଖରେ ନଥାଏ, କାହିଁକି? ସେ ହେଉଛନ୍ତି ଗୋଟେ ଶକ୍ତି। ଆପଣଙ୍କର ପ୍ରଥମ ପ୍ରଶ୍ନ ଥିଲା ଯେ ଶକ୍ତି ସାଧନା, ଶକ୍ତିର ଅର୍ଥ ହେଉଛି ପାୱାର, ସାଧନାର ଅର୍ଥ ଯେ ତାକୁ ପାଇଥାଏ ବା ସାଧକ। ଦୁଇଟା ଯାକ କିଛି ସାମାନ୍ୟ କଥା ନୁହଁ, ଦୁଇଟା ଯାକ ଜଟିଳ ମାର୍ଗ। ନିର୍ଭର କରେ ଆମ ନିଜ ଉପରେ। ଆମେ ଶକ୍ତି ସାଧନାକୁ ସରଳ ମାର୍ଗରେ ବି ନେଇପାରିବା, ତନ୍ତ୍ର ସାଧନାକୁ ମଧ୍ୟ ସରଳ ମାର୍ଗରେ ନେଇପାରିବା। ଯଦି ଆମେ ମାଙ୍କୁ ମା ରୂପେ ପୂଜା କରୁଛେ, ସେଥିରେ କଠିନତାର କିଛି ନୁହଁ। କିନ୍ତୁ ଆମେ ମାଙ୍କୁ କିଛି ମାଗିବା, ଦେବେ ସୁନିଶ୍ଚିତ। କିନ୍ତୁ ତା ପାଇଁ ମଧ୍ୟ ଆମକୁ କିଛି ନିଜକୁ କଷ୍ଟ କରିବାକୁ ପଡ଼ିଥାଏ, ଯାହାକୁ ଆମେ ତନ୍ତ୍ର ସାଧନା କହୁ। ଶକ୍ତି ସାଧନାରେ ଗୋଟେ ସାଧକ କିମ୍ବା ଗୋଟେ ଭକ୍ତ ସେ ମାଙ୍କୁ ବିନୀତ ଅନୁରୋଧ କରିଥାଏ, ମା ମୋତେ ଏଇ ଜିନିଷଟି ଦରକାର। କିନ୍ତୁ ତନ୍ତ୍ର ସାଧନ ଏମିତି ଗୋଟେ ଜିନିଷ, ଆମେ ମାଙ୍କ ଉପରେ କିଛି ଚାପ ପକାଉ, କିଛି କରନ୍ତି। ସମସ୍ତଙ୍କ ପାଇଁ ଏହା ଉପଯୁକ୍ତ ନୁହଁ। ତନ୍ତ୍ର ହେଉଛି ସାଧାରଣତଃ ମାଙ୍କୁ ଅଧିକ ମାତ୍ରାରେ ଟିକେ ନିବେଦନ କରିବା। ଶକ୍ତି ସାଧନା ସରଳ ନିବେଦନ ଥାଏ। ଆଧ୍ୟାତ୍ମିକ ପଥରେ ସରଳ ମାର୍ଗ କ'ଣ? ଆଧ୍ୟାତ୍ମିକ ମାର୍ଗରେ ସରଳ ପଥ ହିଁ ନଥାଏ, ଥାଇ ବି ପାରେ, ଅଛି ବି। ଜଟିଳ ପ୍ରଶ୍ନ। ଆଧ୍ୟାତ୍ମିକ ମାର୍ଗରେ ସରଳ ପଥ, ଆଧ୍ୟାତ୍ମିକ ମାର୍ଗକୁ ସେମାନେ ଯାଆନ୍ତି ଯାହାକୁ ଭଗବାନ କିମ୍ବା ଭଗବତୀଙ୍କର ଆଶୀର୍ବାଦ ଥାଏ। ସରଳ ମାର୍ଗ ନିଜକୁ ନିରାଡମ୍ବର ଜୀବନ ଯାପନ କରିବା, ଜଟିଳ ମଧ୍ୟ। ଆଜିର ପ୍ରକାର କୁସଂସ୍କାରୀ ଦୁନିଆରେ ନିଜକୁ ଯଦି ଆମେ ତୁଳସୀ ମାଳି ଟିକେ ପକେଇବା କିମ୍ବା ରୁଦ୍ରାକ୍ଷଟି ପକେଇବା କିମ୍ବା ମଥାରେ ତିଲକଟି ପକେଇବା, ତାହା ଏକ କୌତୁକ ବିଷୟ ହେଇଯିବ। ଆଧ୍ୟାତ୍ମିକ ପଥରେ ସରଳ ମାର୍ଗ କ'ଣ? ଆଧ୍ୟାତ୍ମିକ ପଥରେ ସରଳ ମାର୍ଗ ଅଛି, ଆଧ୍ୟାତ୍ମିକ ପଥରେ ସରଳ ମାର୍ଗ ମଧ୍ୟ ନାହିଁ। ଆଚମ୍ବିତ ପ୍ରଶ୍ନଟିଏ। ଆଧ୍ୟାତ୍ମିକ ପଥ ହେଉଛି ଏମିତି ଗୋଟେ ପଥ, ଯେଉଁ ପଥରେ ଯେଉଁ ବ୍ୟକ୍ତି ଚାଲେ ସେ ତା ନିଜ ଇଚ୍ଛାରେ ଚାଲିନଥାଏ, ଦୈବିକ କୃପା, ଭଗବତ କୃପା ବିନା। ଜଟିଳତି ପାଇଁ ଆଜିର କୁସଂସ୍କାରୀ ଦୁନିଆରେ ଗୋଟେ ବ୍ୟକ୍ତି ବା ଗୋଟେ ସାଧକ ବା ଗୋଟେ ସନ୍ଥ ବେକରେ ଯଦି କିଛି ତୁଳସୀ ମାଳି ପିନ୍ଧିବ, ରୁଦ୍ରାକ୍ଷଟି ଧାରଣ କରିବ, ଟିକା କିମ୍ବା ତିଲକ ଟିକେ ଲଗାଇ ବୁଲିବ, ବାହାର ଟାଇଟାପାର ଅନେକ ଆସେ। ଏସବୁକୁ ଭୂକ୍ଷେପ କରି ଆଧ୍ୟାତ୍ମିକ ପଥରେ ଚାଲିବାଟା ବହୁତ ସରଳ। ନିରାଡମ୍ବର ଜୀବନ ଯାପନ, ଆଡ଼ମ୍ବର ବିହୀନ ଅଟେ ସେ ଆଧ୍ୟାତ୍ମିକ ମାର୍ଗ। ଆପଣେଇବାଟା ସିନା ବହୁତ ସହଜ, ନିଜକୁ ସେତିକି ଶକ୍ତିଶାଳୀ ଥିଲେ ହିଁ ଜଣେ ଆଧ୍ୟାତ୍ମିକ ମାର୍ଗର ପଥଭ୍ରଷ୍ଟ ହେଇପାରେ, ନାହିଁ ତ ଏତେ ସହଜ ନୁହଁ ଆଧ୍ୟାତ୍ମିକ ମାର୍ଗ। ସାଧନା ଜନ୍ମଗତ ହୋଇଥାଏ ନା କର୍ମଗତ ହୋଇଥାଏ? ସାଧନା ହେଉଛି ଜନ୍ମଗତ, ସାଧନା ମଧ୍ୟ କର୍ମଗତ। ଭଗବତୀଙ୍କୁ ସାଧନା କରିବା ପାଇଁ ଆମେ ଚାହିଁଲେ କେବେ ସାଧକ ହେଇପାରିବା ନାହିଁ। କିଛି ଆସନ୍ତି, କିଛି ବର୍ଷ ପାଇଁ ପୂଜା ପାଠ କରନ୍ତି, ଆପଣ ଦେଖିବେ ସେମାନେ ବିଲୁପ୍ତ ହେଇଯାଆନ୍ତି। ପାପାନି 10 ବର୍ଷାନି ତନୁର୍ଦ୍ଧ୍ୱ ନିବେଚ୍ୟତେ। ସାଧନା ମାର୍ଗର 10 ବର୍ଷ ବହୁତ କଠିନତମ ଅଟେ। ସେ 10 ବର୍ଷ ମଧ୍ୟରେ ସାଧକ ବିଭିନ୍ନ ପ୍ରକାର ବାହ୍ୟ ଆଡ଼ମ୍ବର ପରିପୂର୍ଣ୍ଣ ଜୀବନ ଯାପନକୁ ଆକର୍ଷିତ ହୋଇଯାଏ। ଭଗବତୀଙ୍କର ସେ ତ ମହାମାୟା, ସେମିତି ଏକ ମାୟା ଖେଳନ୍ତି, ସାଧକ ସେଥିରେ ବୁଡ଼ିଯାଏ।
ଯେମିତି କେବେ କିଛି ସାଧକ ମତେ ଭ୍ରଷ୍ଟ ହୁଅନ୍ତି, ପଥଭ୍ରଷ୍ଟ ହେଇଯାଆନ୍ତି। ସାଧନା ମାର୍ଗ ବହୁତ ସରଳ, କିନ୍ତୁ ଏହାର ବି ଏକ କିମ୍ବଦନ୍ତୀ ଅଛି। ସାଧନା କରନ୍ତୁ, ସାଧନା କରିବାଟା ଦରକାର, କିନ୍ତୁ ନିର୍ଭର କରିଥାଏ ନିଜ ଉପରେ ଆମେ କେଉଁ ପଥକୁ ଆପଣାଇବା। ଭଗବତୀଙ୍କୁ ପାଇବା ପାଇଁ ସରଳ ମାର୍ଗ କଣ ରହିଛି? ଭଗବତୀଙ୍କୁ ବହୁତ ସରଳରେ ଆମେ ପାଇପାରିବା, ଜଟିଳତା କିଛି ନୁହଁ। ପୁତ୍ରମ୍ ଯାଏତି ପୁତ୍ରମ୍ ଗଜତପି କୁମାତାନାଂ ଭବତି। ଦରକାର ପଡ଼ିଲେ ପୁଅ ସିନା କୁପୁତ୍ର ହେଇଯାଏ, ଆଜି ଯାଏ ମା କେବେ କୁମାତା ହେଇନାହିଁ। ଆମେ ଡାକିପାରିବା ତାକୁ, ଯଦି ଆମେ ଡାକିପାରିବା ମା ହିସାବରେ ସେ କରିବ। ଆମେ ଯଦି ଚିଲେଇବା ମା, ସେ ଟିକେ ଅଭିମାନ କରିବ। ପୁଣି ରେଡି କରି ଡାକିବା, ଅଧିକ ଚିଲେଇକି ଡାକିବା, ସେ ସଡନଲି କିଛି ଦେଇଦେବ, ପୁଣି ସଡନଲି ନେଇଯିବ। ତ ମୁଖ୍ୟ ଜିନିଷ ହେଉଛି ଆମେ ନିଜକୁ ଭକ୍ତି ମାର୍ଗ ହଉ କିମ୍ବା ସାଧନା ମାର୍ଗ ହଉ, ନିଜକୁ ଏମିତି ଏକ ପ୍ରସ୍ତୁତ କରିବା ଯାହାଦ୍ୱାରା କି ଭଗବତୀଙ୍କର ସାନ୍ନିଧ୍ୟ ପ୍ରାପ୍ତି କରିବାଟା କୌଣସି ବଡ଼ କଥା ନୁହଁ, ପାଇପାରିବା। ଭଗବତୀ କେଉଁ ମାର୍ଗରେ ଅଧିକ ପ୍ରସନ୍ନ ହୁଅନ୍ତି? ଭଗବତୀଙ୍କୁ ପ୍ରସନ୍ନ କରିବା ଏହା ଗୋଟେ ମା ଓ ପୁଅର ସମ୍ପର୍କ। ପୁଅଟିଏ ତା ମାକୁ କେତେ ସରଳରେ ଡାକିପାରେ ଏବଂ ତା ମା ତାର ଉତ୍ତର ସରଳରେ କିମ୍ବା ଜଟିଳ ଦେଇପାରେ। ଆମେ ଯଦି ଆମ ମାଙ୍କୁ ଚିଲେଇ ଡାକିବା, ସେ ମଧ୍ୟ ଚିଲେଇକି ସେ ତାର ଉତ୍ତର ଦେଇଥାନ୍ତି। ଭଗବତୀଙ୍କୁ ପ୍ରସନ୍ନ କରିବା ପାଇଁ ତନ୍ତ୍ରର ମାର୍ଗ ମଧ୍ୟ ଅଛି, ସାଧନାର ମାର୍ଗ ଯାହାକୁ ଆମେ କହୁ ସରଳ ସାଧନା। ତନ୍ତ୍ର ଦ୍ୱାରା ତ ନିଜକୁ ବି ଭୋକ, ଉପାସ, ପଞ୍ଚାଗ୍ନି, ହବନ, ବହୁତ କିଛି କଷ୍ଟ। ତନ୍ତ୍ର ମାର୍ଗ ଏତେ ସହଜ ନୁହଁ। ସରଳ ମାର୍ଗରେ ମଧ୍ୟ ଆମେ ଭଗବତୀଙ୍କୁ ଡାକିପାରିବା। ଭକ୍ତଟିଏ ଡାକିବା ପାଇଁ ଭଗବାନଙ୍କୁ କୌଣସି ନଥାଏ, କେବଳ ତାର ନିବେଦନ ଥାଏ। ନା ସେଠି ଆମକୁ ଫୁଲ, ଝୁଣା, ଧୂପ, ନଡ଼ିଆ, କଦଳୀ ଟୋଟାଲ ଆବଶ୍ୟକତା ହିଁ ନାହିଁ। ମୋ ମାକୁ ମୁଁ କ'ଣ ଦେବି ତା ଖୁସି ପାଇଁ? କିଛି ଦେଇପାରିବିନି, କେବଳ ହସି ଦୁଇ ପଦ କଥା କହିବି। ଭଗବତୀଙ୍କୁ ଦୁଇଟି ମାର୍ଗରେ ଆମେ ଡାକିପାରିବା। ସରଳ ମାର୍ଗ ହେଉଛି କେବଳ ନିଜକୁ ମାଙ୍କ ନିକଟରେ ସମର୍ପଣ ଭାବ। ବିନା ସମର୍ପଣରେ ନା ମନ୍ତ୍ର, ନା ଯନ୍ତ୍ର, ନା ତନ୍ତ୍ର କିଛି ବି ଏଠି କାମ କରିବ ନାହିଁ। ଯେକୌଣସି ଆପଣ ଦେଖନ୍ତୁ, ଆଳତୀ କଲା ପରେ ଆଳତୀକୁ ସମର୍ପଣ କରାଯାଏ, ଭୋଗକୁ ସମର୍ପଣ କରାଯାଏ, ବସ୍ତ୍ର ମଧ୍ୟ ସମର୍ପଣ କରାଯାଏ। ସେ ସମର୍ପିତ, ଯିଏ ନିଜକୁ ସମର୍ପିତ କରିଛି ଭଗବତୀଙ୍କର ଶ୍ରୀପାଦ ପଙ୍କଜରେ, ସେ ହିଁ ଭଗବତୀଙ୍କୁ ପାଇପାରେ। ସମର୍ପଣ ଭାବ ରହିଲା ମୁଖ୍ୟ ବିଷୟବସ୍ତୁ। ଶକ୍ତି ସାଧନା ଓ ତନ୍ତ୍ର ସାଧନାକୁ ପାଇବା ପାଇଁ କିଛି ବୟସ ସୀମା ଅଛି କି? ଶକ୍ତି ସାଧନା ଏବଂ ତନ୍ତ୍ର ସାଧନା କରିବା ପାଇଁ ବୟସ ସୀମା ସାଧାରଣତଃ ଆମେ କହିବାକୁ ଗଲେ ଗୋଟେ ସାଧକକୁ ନିଜର ଯୌବନ ଅବସ୍ଥା ଏହା ପାଇଁ ବହୁତ ଠିକ୍ ଥାଏ। ବୟସର ସେମିତି କିଛି ସୀମା ନାହିଁ। ଏଜ୍ ଇଜ୍ ଜଷ୍ଟ ଏ ନମ୍ବର ବୋଲି ଆମର ଇଂଲିଶରେ ଗୋଟେ ପ୍ରବାଦ ଅଛି। ଆପଣ ଦେଖିଥିବେ ଭଗବାନ ଶଙ୍କରାଚାର୍ଯ୍ୟ ବହୁତ କମ୍ ବୟସରୁ ଭକ୍ତି ମାର୍ଗରେ ନିଜକୁ ସମର୍ପିତ କରିଥିଲେ। ଆପଣ ଦେଖିଥିବେ ନାଚିକେତା ବହୁତ କମ୍ ବୟସରୁ ଭଗବାନଙ୍କର ଶରଣାପନ୍ନ ଯାଇଥିଲେ। କିନ୍ତୁ ମୁଖ୍ୟ ବିଷୟ ହେଉଛି ଯେ ବ୍ରହ୍ମଚର୍ଯ୍ୟା ସମୟରେ ତନ୍ତ୍ର ସାଧନା କିମ୍ବା ଶକ୍ତି ସାଧନା ବହୁତ କାମରେ ଆସିଥାଏ। ବ୍ରହ୍ମଚର୍ଯ୍ୟା 18 ବର୍ଷ ମଧ୍ୟରେ ଆମେ ଯେକୌଣସି ମଧ୍ୟ ସାଧନାର ବୁନାଦି ପକେଇବା, ତାହା ବହୁତ ସମୟ ପର୍ଯ୍ୟନ୍ତ ଆମର ତିଷ୍ଠି ରହିବ। କାହିଁକି? ଓଡ଼ିଆରେ ଗୋଟେ କଥା ଅଛି ଯେ ହାତୀର ଦାନ୍ତ ଥରେ ପଦାକୁ ବାହାରିଲା ପରେ ସେ ପୁଣି ଆଉ ତାର ମୁଖମଣ୍ଡଳରେ ପ୍ରବେଶ କରିନଥାଏ। ମଣିଷ ଯେଉଁ ସମୟରେ ଗୋଟେ ପ୍ରକାର କୁକର୍ମ କିମ୍ବା କୁସଂଘରେ ପଶିଯାଏ, ସେଥିରୁ ସେ ବାହାରିବାଟା ବହୁତ ମୁସ୍କିଲ ଥାଏ। ପିଲା ଅବସ୍ଥାରୁ, ଶୈଶବଠୁ ଯଦି ଭଗବାନଙ୍କ ଶରଣାପନ୍ନ କିମ୍ବା ଭଗବତୀଙ୍କ ଶରଣାପନ୍ନ ହେଇଯିବା, ବହୁତ ସହଜ ହେବ। ବୟସର ଅପରାହ୍ନରେ ମଧ୍ୟ କେହି ଯାଆନ୍ତି ଭଗବତୀଙ୍କ ଶରଣାପନ୍ନ, ଅସୁବିଧା ନୁହଁ, କିନ୍ତୁ କଷ୍ଟଦାୟକ ମଧ୍ୟ ଟିକେ ଥାଏ। କାହିଁକି? ଆମେ ଗୋଟେ ପ୍ରକାର ଆଭୂଷଣ
ଜୀବନଯାପନ ଗୋଟେ ସୌଖିନ ଜୀବନଯାପନ କରିଦେଇଥାଉ। କିନ୍ତୁ ସରଳ ମାର୍ଗ ତ ଦେଖିବାକୁ ଗଲେ ବହୁତ ଛୋଟ ବୟସ ଶୈଶବର ଯୋଉମାନେ ଭକ୍ତି କିମ୍ବା ତନ୍ତ୍ର ମାର୍ଗରେ ଯାଆନ୍ତି ସେମାନେ ସେତେ କଠିନତା ହାସଲ କରନ୍ତି ନାହିଁ। ଗୋଟେ ସାଧକର ପ୍ରକୃତ ପରିଚୟ କଣ? ଆଡମ୍ବର ନା ନିରାଡମ୍ବରରେ ଜୀବନଯାପନ? ସାଧକର ପ୍ରକୃତ ପରିଚୟ ହେଉଛି ତାର ସାଧନା। ଆଡମ୍ବର ଏବଂ ନିରାଡମ୍ବର ଏଇଟା ହେଉଛି କେବଳ ବାହ୍ୟ ଜଗତକୁ ଆମେ ଦେଖେଇବା। ସାଧନା ପାଇଁ କୌଣସି ପ୍ରକାର ଏକରେ ଗୁଡ଼ାଏ ମାଳିର ଆବଶ୍ୟକତା ନୁହଁ। ଆମେ ହସ୍ତରେ ମଧ୍ୟ ଜପ କରିପାରିବା, ଜଳ ତିଲକ ବି ଆମେ ନେଇପାରିବା। କିନ୍ତୁ ସାଧକ କେବେ ନିଜକୁ ଆଡମ୍ବରପୂର୍ଣ୍ଣ ଜୀବନଯାପନ ଅତିବାହିତ କରେନି। ଯେଉଁ ସାଧକ ଆଡମ୍ବରପୂର୍ଣ୍ଣ ଜୀବନଯାପନ କରେ ସେ କେବେ ସାଧକ ହୋଇପାରେନି। ସାଧକର ଜୀବନ ହେଉଛି କେବଳ ଗୋଟାଏ ବସ୍ତ୍ର, କଷାୟ ବସ୍ତ୍ରରେ ତାର ଜୀବନ ସମ୍ପୂର୍ଣ୍ଣ ଜୀବନ ଚାଲିଯାଏ। ଖାଦ୍ୟ, ପେୟ, ଚାଲିଚଳନ, ବସିବା ଉଠିବା ତାର ଏକ ତାଲିକା ଅନ୍ତର୍ଭୁକ୍ତ। ଆଉ ସାଧନା ସମୟରେ ଯଦି ଗୋଟେ ସାଧକ ଖୋଜିବ ଆଡମ୍ବରପୂର୍ଣ୍ଣ ଜୀବନଯାପନ, ଆଭୂଷଣ, ରାଜକୀୟ, ହଁ ସାଧନା ଅଛି, ତାମସିକ ସାଧନା ଅଛି, ରାଜସିକ ସାଧନା ଅଛି, ନାହିଁ ମୁଁ ଅଛି। କିନ୍ତୁ ସାଧକର ପ୍ରକୃତ ପରିଚୟ ହେଉଛି ନିରାଡମ୍ବର। ନିଜକୁ ସମ୍ପୂର୍ଣ୍ଣ ରୂପେ ଶୂନ୍ୟ ସେ କରିଦିଏ। କାହିଁକି ନା ପୃଥିବୀ ହେଉଛି ଶୂନ୍ୟ। ସେ ଯାହାକୁ ବି ପୂଜା କରୁଛି ସିଏ ଶୂନ୍ୟ ବ୍ରହ୍ମାଣ୍ଡରେ ହିଁ ଆବିର୍ଭୂତ ଭଗବତୀ। ଆକାର ନିରାକାର ସେ। ଆଉ ସାଧକ ଯଦି ସେ କିଛି ନିଜକୁ ଆକାର ଦିଏ ତ ସେ ସାଧକ ହୋଇପାରେ ନାହିଁ। ଭଗବତୀଙ୍କୁ ଆମେ କଣ ସତରେ ଦର୍ଶନ କରିପାରିବା ଜୀବନରେ? ଭଗବତୀଙ୍କୁ ଦର୍ଶନ ତ ପ୍ରତି ମୁହୂର୍ତ୍ତରେ ଆମେ କରିପାରିବା, କାହିଁ ନ କରିପାରିବା। ଆପଣ ଦେଖିଛନ୍ତି ବିଷ୍ଣୁଙ୍କର ନୃସିଂହ ଅବତାର ଦେଖିଛନ୍ତି? ସ୍ତମ୍ଭ ହଇଲେ ଜାତ ହାୟ ପ୍ରଭୁ ନୃସିଂହନାଥ। ନୃସିଂହ ଭଗବାନ ସ୍ତମ୍ଭରୁ ଜାତ ହେଲେ, ନା ବାପା ଥିଲେ ନା ମା ଥିଲେ, କିଛି ନଥିଲେ। ଭକ୍ତ ପ୍ରହ୍ଲାଦ କହିଲା ମୋ ଭଗବାନ ଏଠି, ବାପା ହିରଣ୍ୟକଶ୍ୟପ ବାଡେଇଦେଲା। ସେ ଖମ୍ବରୁ ଭଗବାନ ସ୍ୱୟଂ ଜାତ। ଅତ୍ର ତତ୍ର ସର୍ବତ୍ର ବ୍ରହ୍ମ ବିଦ୍ୟମାନ। ଆମେ ଖୋଜୁଛେ କୋଉଠି? ସର୍ବଘଟେ ନାରାୟଣ, ସମସ୍ତଙ୍କ ଘଟରେ ନାରାୟଣ। ଆମେ ଯାହାକୁ ପୂଜା କରୁଛେ ସେ ନାରାୟଣ, ସର୍ବଘଟେ ନାରାୟଣ, ସମସ୍ତଙ୍କ ଘଟରେ ନାରାୟଣ। ଭଗବାନ ତ ସର୍ବତ୍ର ବିଦ୍ୟମାନ, ଭଗବତୀ ସର୍ବତ୍ର ବିଦ୍ୟମାନ, ସର୍ବଘଟେ ନାରାୟଣ। ଯଦି ସବୁ ଘଟରେ ନାରାୟଣ ଅଛନ୍ତି ତ ସବୁ ଘଟରେ ନାରାୟଣ ବି ଅଛନ୍ତି। ପ୍ରକୃତ ଉପାସନା ଏ ଯୋଉ ଆମେ ମାନୁନା ପଞ୍ଚତତ୍ଵ, ସେ ତ ଭଗବାନ ନା। ଭୂମିକୁ ଆମେ ପୂଜା କରୁ, ଜଳକୁ ଆମେ ପୂଜା କରୁ, ବୃକ୍ଷକୁ ଆମେ ପୂଜା କରୁ। ଭଗବାନ ଭଗବତୀ କୋଉଠି? ସବୁଠି। ମୋ ଦେହରେ ଏବେ ପବନ ବାଜିଗଲା, ସେ ତ ଭଗବତୀଙ୍କର। କାହିଁକି ନ ଦେଖିପାରିବା? ସ୍ୱପ୍ନ ଦୃଷ୍ଟି। ଆମେ ସେ ଦୃଷ୍ଟି ଭିତରକୁ ଅନ୍ତର୍ଭୁକ୍ତ କରିବାକୁ ପଡିବ। ମୋ ଆଖି ଆଗରେ ଜଣେ ଠିଆ ହେଇଛି, ଭଗବତୀଙ୍କ ପାଇଁ ହିଁ ସେ ଠିଆ ହେଇଛି। ଜଣେ ଗଲା, ଭଗବତୀ ହିଁ ଗଲେ। ଦେଖିବାଟା କିଛି କଷ୍ଟକର କଥା ନୁହଁ, କିନ୍ତୁ ନିଜର ସେ ଜ୍ଞାନ ନେତ୍ର ଦରକାର ଭଗବତୀଙ୍କୁ ଦେଖିବା ପାଇଁ। ଆକାର ନୁହଁ, ସେ ନିରାକାର। କୌଣସି ଆକାର ନୁହଁ ଯେ ସେ ଗୋଟେ ରଙ୍ଗ ଶାଢୀ ପିନ୍ଧି ଆସିବେ, କି ଧଳା ଶାଢୀ ପିନ୍ଧି ଆସିବେ, କି କଳା ଶାଢୀ ପିନ୍ଧି ଆସିବେ। ନିରାକାର, ନିରାକାର ବ୍ରହ୍ମ ଅତ୍ର ତତ୍ର ସର୍ବତ୍ର ବିଦ୍ୟମାନ। ବ୍ରହ୍ମଙ୍କୁ ଆମେ ଚିହ୍ନି ପାରିଲେ ହେଲା। ଭଗବତୀଙ୍କ ପ୍ରିୟ କଣ? ଭଗବତୀଙ୍କର ପ୍ରିୟ, ମୁଁ ବି ଭଗବତୀଙ୍କ ପ୍ରିୟ, ଆପଣ ବି ପ୍ରିୟ, ଜଗତ ପ୍ରିୟ। ଭଗବତୀଙ୍କର ପ୍ରିୟ ସବୁକିଛି ଭଗବତୀଙ୍କ ପ୍ରିୟ। ଭଗବତୀଙ୍କର ଅପ୍ରିୟ କଣ? ଭଗବତୀଙ୍କର ଅପ୍ରିୟ ହଉଛି ଏ ସଂସାରର ମିଛ, ମୋହ, ମାୟା, ଅନ୍ୟାୟ, ଅନୀତି ହଉଛି ଭଗବତୀଙ୍କର ପ୍ରିୟ। ଭଗବତୀଙ୍କର ଅତି ପ୍ରିୟ ହଉଛି ଗୋଟେ ଲୋକ ଯିଏକି ନିଜର ଖୋଲା ହୃଦୟରୁ ନିଜକୁ ସମ୍ପୂର୍ଣ୍ଣ ରୂପେ ତାଙ୍କ ନିକଟରେ ସମର୍ପଣ ଭାବ କରିଦେଇଥାଏ। ମନ୍ଦିରକୁ ଯିବା ଏତେ ବଡ଼ ଥାଳି ଧରି ଯିବା ଆବଶ୍ୟକତା ନାହିଁ, ଖାଲି ହାତରେ ଯାଅ, ଆଖିରୁ 2 ପଟ ଲୁହ ବହାଇ ଦିଅ, ସେ ଜାଣନ୍ତି। ମନରେ ଶ୍ରଦ୍ଧା ନଥିବ, ଥାଳିଏ ଧରି ଯାଇଥିବା ଲୋକ ଦେଖିବେ, ସେ ଚାହାନ୍ତି ନାହିଁ। ସମର୍ପଣ ହିଁ ହଉଛି ଭଗବତୀଙ୍କର ଅତି ପ୍ରିୟ। ଆପଣ ଦେଖିଥିବେ ବଳିକୁ ମଧ୍ୟ ପାଣି ଛଡାଯାଏ, ସମର୍ପଣ କରାଯାଏ। ଛେତ ନୁହଁ, ପଡେ, ମାନୁଛି, ବଳି ବି ଅଛି, ବଳି ପରମ୍ପରାର ବିରୁଦ୍ଧରେ ଯାଏନି। ବଳି ବି ଆମେ ମାନୁ, ବଳି ଆମେ ବି କରୁ, କିନ୍ତୁ
ସମର୍ପଣ ଭାବ, ତାକୁ ବି ସେଠାରେ ସମର୍ପଣ କରାଯାଏ। ସମର୍ପଣ ହିଁ ହଉଛି ମୁଖ୍ୟ ଜିନିଷ, ଯାହା ଭଗବତୀଙ୍କୁ ଅତି ଆପଣାର। ଆମେ ନିଜକୁ କେତେ ସମର୍ପିତ କରିଛେ ତାଙ୍କର ପାଦ ଦେବତାରେ। ମା କଣ ଆକ୍ଚୁଆଲି ସତରେ ବଳି ଚାହାନ୍ତି କି? ମା କଣ ବଳି ଚାହାନ୍ତି? ହଁ, ଚାହାନ୍ତି ନାହିଁ ମଧ୍ୟ। ଆମେ ଯଦି ନିଜକୁ ସମର୍ପିତ କରିଦେବା, ନିଜର କାମ, ନିଜ କ୍ରୋଧ, ନିଜ ମୋହ, ନିଜ ମାୟା, ମୋ ମତରେ ଏ ପଞ୍ଚତତ୍ଵକୁ ଭଗବତୀଙ୍କ ସମର୍ପଣରେ ଚରଣାବିନ୍ଦରେ ବଳି କରିଦେବାଟା ଠିକ ଅଛି। ବଳି ମାନେ ଏହା ନୁହଁ ଯେ ଗୋଟେ ନରବଳି ନରବଳି ହଉ କିମ୍ବା ସେ କୌଣସି ପ୍ରକାର ପଶୁ ବଳି, କୌଣସି ପ୍ରକାର ନିରୀହକୁ ଆମେ କଷ୍ଟ ଦେଇ କିଛି ପାଇବା ନାହିଁ। କାହିଁ, ଇଏ ବି ମା, ସେ ଗୋଟେ ପୁଅ। ଗୋଟେ ମା କେବେ ଚାହେଁନି ତା ପୁଅର ରକ୍ତ? ସେ ଚାହେଁନି ବୋଲି ତ ସେ ରକ୍ତ ବୀଜକୁ ହତ୍ୟା କରିଥିଲେ। ଆଉ ଥରେ ପୁଣି କଣ ସେ ରକ୍ତ ବୀଜକୁ ଚାହିଁବେ? କାହିଁନା ସେ ଯୋଉ ରକ୍ତ ବୀଜଙ୍କ ହତ୍ୟାରେ ଯୋଉ ଟୁପାଏ ଟୁପାଏ ବଳି ରକ୍ତ ପଡୁଥିଲା, ତାକୁ ଚାଟିବା ପାଇଁ 1000 କୁକୁର ଆଉ ବିଲୁଆ ପଛରେ ପଡୁଥିଲେ। ମା କେବେ ଚାହିଁନି କୌଣସି ସନ୍ତାନର ରକ୍ତ ବିନ୍ଦୁଟି ମଧ୍ୟ ଭୂମିରେ ପଡୁ। ହଁ, ଶାବର ପରମ୍ପରାରେ ବଳି ଅଛି, ଆମର ବୈଦିକ ପରମ୍ପରାରେ ମଧ୍ୟ କେତେକ ସ୍ଥାନରେ ବଳି ଅଛି। ବଳିର ଗୁଡାଏ ଜିନିଷ ଅଛି। ପଞ୍ଚମକାତ ପୂଜାରେ ମଧ୍ୟ ବଳି କରାଯାଏ। ନିର୍ଭର କରିଥାଏ ସାଧକ ଉପରେ, ସେ ବଳି କରିବ ନ କରିବ। କିନ୍ତୁ ପ୍ରକୃତ ବଳି ହେଉଛି ନିଜେ ନିଜକୁ ସମର୍ପଣ ଭାବ ସହିତ ନିଜର ପଞ୍ଚଇନ୍ଦ୍ରିୟ, କାମ, କ୍ରୋଧ, ଲୋଭ, ମୋହ, ମାୟା, ପଞ୍ଚ ପ୍ରକୃତି ଏସବୁକୁ ଭଗବତୀଙ୍କ ନିକଟରେ ବଳି କରିଦେବା। ଗୋଟିଏ ସାଧକ ସାଧନା ମାର୍ଗକୁ କାହିଁ ଆପଣାଏ? ଗୋଟିଏ ସାଧକ ସାଧନାର ମାର୍ଗକୁ କାହିଁ ଆପଣାଏ? ସାଧନ ଆଉ ସାଧକ ଏମିତି ଗୋଟେ ଶବ୍ଦ, ସାଧନା କରିବା ଏତେ ସହଜ ନୁହଁ। ଯାହା ମନରେ ଥରେ ସାଧନା କରିବା ପାଇଁ ପ୍ରଶ୍ନ ଉଙ୍କି ମାରେ, ସେ କେବେ ସାଧାରଣ ନୁହଁ। ଯିଏ ସାଧାରଣ ନୁହଁ ତାକୁ କୌଣସି ପ୍ରକାର ଆଭୂଷଣ କିମ୍ବା ପୋଷାକର ଆବଶ୍ୟକତା ନଥାଏ। ଆପଣ ଦେଖିଥିବେ ସାଧକ ମାନେ ବିଭିନ୍ନ ପ୍ରକାର ସାଧକ ଅଛନ୍ତି। ନାଗା ବାବା ଦେଖିଥିବେ, ସେମାନଙ୍କ ଶରୀରରେ ବସ୍ତ୍ରହୀନ। ଆମେମାନେ ବସ୍ତ୍ର କିଛି ପିନ୍ଧୁ। କିଛି ଅଛନ୍ତି କୌପିନି ବାବା, ସେମାନେ ନିଜ ଶରୀରରେ କୌପିନି ଧାରଣ କରନ୍ତି। ବକଳ ବାବା ଆପଣ ଦେଖିଥିବେ, ବକଳ ଧାରଣ କରନ୍ତି। ଆପଣ ଚାଲିପାରିବେ ଉଲଗ୍ନ ହୋଇ ବାଟରେ? ଆପଣ ଉଲଗ୍ନ ହୋଇ ବାଟରେ ଚାଲିପାରିବେ? ଚାଲିପାରିବେନି। କୌପିନି ପିନ୍ଧି ଚାଲିପାରିବେ? ଚାଲିପାରିବେନି। ଆପଣ ବି ମଣିଷ, ମୁଁ ବି ଗୋଟେ ମଣିଷ। ମୁଁ ମଠାଟେ ପିନ୍ଧି ସାରା ଭାରତ ଭ୍ରମଣ କରିବି। ଇଏ ମୋର ପରିଚୟ, ଇଏ ମୋର ଗର୍ବ। ଯିଏ ନିଜକୁ ଏବଂ ନିଜର ସାଧନାକୁ ଗର୍ବ ଅନୁଭବ କରେ, ସେ ହିଁ ଗୋଟେ ସାଧକ ହୋଇପାରେ। ଆଉ ସାଧନାର କୌଣସି ପ୍ରକାର ସରଳ ମାର୍ଗ ନାହିଁ। ସାଧନା ହଉଛି ଗୋଟେ କଠିନ ମାର୍ଗ। ଆପଣ ବା ଲୋକଟା ତାକୁ ସରଳ କରିଦେଇଥାଏ। ଆପଣ ଖାଲି ପାଦରେ ଚାଲିପାରିବେ ନାହିଁ ଗ୍ରୀଷ୍ମ ଋତୁରେ, ଖାଲି ପାଦରେ ଚାଲେ। ହଁ, ଆପଣ କାନର ଦିଟା ଲଗେଇଲେ ଆପଣ ସାହିରେ କହିବେ କାନର ଲଗେଇଛି ପିଲାଟା। ଟିକା ଟିକେ ମାରିଲେ କହିବେ ସେ ଦାସ ବାବୁକୁ ଟିକା ମାରି ବୋଲୁଛି। ଆମେ ସବୁ ଲଗଉ, ସରଳ କେମିତି ହେଲା? ହଁ, ସରଳ ସେତେବେଳେ ହେଇଯାଏ ଯେ ସମୟରେ କି ଆମେ ତାକୁ ଆମର ଅତି ଆପଣାର ଭାବି ନେଇଥାଉ। ମହାମେଘଂ ପ୍ରଭାସ୍ୟାମଂ ତଥା ଚୈଗଂ ଦିଗମ୍ବରଂ କଣ୍ଠାବସଂଗଂ ମୁଣ୍ଡାଳି ଗରୋଳବୃଦ୍ଧିରଚର୍ଚିତାଂ କନାପतं ସତାନିତ୍वं शुभोजिह्वं भयादकं घोरद्रष्टं करालस्यो भगवती